ସାଧାରଣ ପାଳଙ୍ଗ ଶାଗ ଯଦି ଟିକେ ଭିନ୍ନ ଭାବରେ କରାଯାଏ ତାହେଲେ ତାର ଟେଷ୍ଟ ଢାବା ଆଉ ରେଷ୍ଟୁରାଣ୍ଟର ସ୍ପେଶାଲ ଡିସ୍କୁ ବି ପଛରେ ପକେଇଦବ। ଏ ରେସିପି ଥରେ ବନେଇଲା ପରେ ଆପଣ ପାଳଙ୍ଗ ଶାଗକୁ ନିଶ୍ଚୟ ପସନ୍ଦ କରିବେ। ଭାତ, ରୁଟି ହଉ କିମ୍ବା ପରଟା ସବୁଥିରେ ପରଫେକ୍ଟ ଲାଗିବ ଖାଇବା ପାଇଁ। ତ ପାଳଙ୍ଗ ଶାଗର ସ୍ପେଶାଲ ରେସିପି ଦେଖିବା ପାଇଁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଆଉ ଭିଡିଓ ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମେ ଏଠି ଫ୍ରେଶ ପାଳଙ୍ଗ ଶାଗକୁ ଧୋଇ ନେଇ ସାରିଲା ପରେ ୟାକୁ ଛୋଟ ଛୋଟ ପିସରେ କାଟି ନେଇଛୁ। ଆଉ କିଛି ଫ୍ରେଶ ଗ୍ରୀନ ମଟର ଚୋପାକୁ ଛଡେଇ ରେଡି କରି ନେଇଛୁ। ଏବେ କଢେଇ ଗରମ କରିକି ଟିକେ ସୋରିଷ ତେଲକୁ ପକେଇ ନେବା। ତେଲ ଗରମ ହେଲା ପରେ ଏଥିରେ ପକେଇବା 2ଟା ଶୁଖିଲା ଲଙ୍କା ଆଉ 6ରୁ 7ଟି ରସୁଣ କୋଲା। ରସୁଣକୁ ହାଲକା ଛେଞ୍ଚିକି ବି ପକେଇ ପାରିବେ, ଯୋଉଥିରେ ରସୁଣ ଏକ୍ସଟ୍ରା ବାସ୍ନା ପୁରା ଘର ବାସିବ। ଏବେ ଏଥିରେ ମିଶେଇବା 1 ଛୋଟ ଚାମଚ ତିଳ। ୟାକୁ ମିଶେଇଲେ ଶାଗରେ କ୍ରଞ୍ଚି ଟେକ୍ସଚର ଆସିବ। ଏବେ ଏଥିରେ ପାଳଙ୍ଗ ଶାଗ, ଧଣିଆ ପତ୍ର ଆଉ ଅଳ୍ପ ଲୁଣକୁ ମିଶେଇକି ହାଇ ଫ୍ଲେମ୍ରେ ଭାଜିବା। এই স্টেপরে প্রথমରୁ ଶେଷ ପର୍ଯ୍ୟନ୍ତ ଗ୍ୟାସର ଫ୍ଲେମ୍କୁ ହାଇ ରଖିବେ। ଧଣିଆ ପତ୍ରକୁ ଏଠି ମିଶେଇଲେ ୟାର ବାସ୍ନା ବହୁତ ବଢିଆ ଆସିଥାଏ। ୟାକୁ କିଛି ସମୟ ଭାଜି ନେବା। ଆଉ ଏବେ ୟାକୁ କାଢିକି ସାଇଡରେ ରଖିବା। ଏବେ ଆଉ ଥରେ କଢେଇରେ ସୋରିଷ ତେଲ ନେବା। ତେଲର କ୍ୱାଣ୍ଟିଟି କମ ବେଶୀ ଆପଣଙ୍କ ହିସାବରେ ନେଇପାରିବେ। ତେଲ ଗରମ ହେଲା ପରେ ଗ୍ୟାସର ଫ୍ଲେମ୍କୁ ଲ କରିବା। ଆଉ ଏଥିରେ ମିଶେଇବା ମିଠା କାଠ ଆଉ ଲବଙ୍ଗ। ଏବେ 1 ଚାମଚ ଜିରାକୁ ପକେଇବା। ଆଉ କିଛି ଛୋଟ ଛୋଟ ପିସେସ୍ ରସୁଣକୁ ମିଶେଇବା। ଏବେ କିଛି କଟା ପିଆଜକୁ ମିଶେଇବା। ଆଉ ପିଆଜର କଲର ଚେଞ୍ଜ ହବା ଯାଏ ୟାକୁ ଭାଜି ନେବା। ଅପେକ୍ଷା କରିବା ପିଆଜର କଲର ଗୋଲ୍ଡେନ ବ୍ରାଉନ୍ ଆସିବା ଯାଏ। ଆଉ ଏବେ ଏଥିରେ ମିଶେଇବା 1 ଚାମଚ ଅଦା ରସୁଣ ପେଷ୍ଟ। ଆଉ ୟାକୁ ବି ଚଲେଇ ନେବା କିଛି ସମୟ ଯାଏ। ଅଦା ରସୁଣ ପେଷ୍ଟରୁ ବାସ୍ନା ଯିବା ଯାଏ ୟାକୁ ଭାଜିବା, ଯେମିତିକି ୟାର ଏକ୍ସଟ୍ରା ପାଣି ଶୁଖିଯିବ। ଏବେ ଏଥିରେ ମିଶେଇବା ଟିକେ କସୁରୀ ମେଥି। ଆଉ 1 ଟମାଟୋକୁ ପେଷ୍ଟ ବନେଇକି ରେଡି କରି ନେଇଥିଲୁ, ତ ତାକୁ ବି ଏଠି ମିଶେଇବା। ଗ୍ୟାସର ଫ୍ଲେମ୍କୁ ଲ ହିଁ ରଖିବେ। ଧୀର ଆଞ୍ଚରେ ଟମାଟୋକୁ କଷିଲେ ମସଲାରୁ ଭଲ ଭାବରେ ତେଲ ଛାଡ଼ିବ। ଏବେ ଏଥିରେ ପକେଇବା ଫ୍ରେଶ ଗ୍ରୀନ ମଟର, 1/2 ଚାମଚ ହଳଦୀ ଗୁଣ୍ଡ, 1/2 ଚାମଚ ମିଟ୍ ମସଲା, 1/2 ଚାମଚ ଧଣିଆ ପାଉଡର, 1 ଚାମଚ ରେଡ୍ ଚିଲି ପାଉଡର ଆଉ ସ୍ୱାଦ ଅନୁସାରେ ଲୁଣ। ଲୁଣର କ୍ୱାଣ୍ଟିଟି ଦେଖିକି ପକେଇବେ, କାହିଁକି ନା ଶାଗ ଭାଜିଲା ସମୟରେ ଆମେ ଅଲରେଡି ଲୁଣ ମିଶେଇଥିଲେ। ଏବେ ଏ ସବୁକୁ ଭଲ ଭାବରେ ମିକ୍ସ କରିନେବା। ଆଉ କଭର କରିକି କିଛି ସମୟ ଛାଡ଼ିଦେବା, ଯାହାଦ୍ୱାରା ମଟର ଭଲ ଭାବରେ ସିଝିଯିବ। କଭରକୁ କାଢିକି ଆଉ ଟିକେ ଚଲେଇ ନେବା। ଆଉ ଏବେ ଏଥିରେ ମିଶେଇବା ପନିର। ଆପଣ ଚାହିଁଲେ ପନିର ବଦଳରେ ଛେନାର ବ୍ୟବହାର କରିପାରିବେ। ଏଠି ଆମେ ପନିରକୁ ହାତରେ ଭାଙ୍ଗି ନେଇକି ମିଶଉଛୁ। କିଛି ସମୟ ୟାକୁ ଚଲେଇ ନେବା। ପନିର ତ ଏମିତି ନର୍ମାଲି ଖାଇଥିବେ, କିନ୍ତୁ ପାଳଙ୍ଗ ଶାଗର ସ୍ପେଶାଲ ମସଲା ଦେହରେ ପନିର ମିଶିଲା ପରେ ୟାର ଟେଷ୍ଟ ପୁରା ୟୁନିକ୍ ଲାଗିବ। ଏବେ ଏଥିରେ କିଛି ପାଣି ମିଶେଇବା। ଆଉ ୟାକୁ କଭର ଦେଇକି ଛାଡ଼ିଦେବା 1 ଭଲ ଫଟୋ ଆସିବା ଯାଏ। ଫଟୋ ଆସିଲା ପରେ ଫାଇନାଲି ମିଶେଇବା ଭାଜି ରଖିଥିବା ଶାଗ। ଆଉ ୟାକୁ କିଛି ସମୟ ଚଲେଇ ନେଲା ପରେ ଆମର ରେଡି ହେଇଯିବ ପାଳଙ୍ଗ ଶାଗର ସ୍ପେଶାଲ ରେସିପି। ଗ୍ୟାସର ଫ୍ଲେମ୍କୁ ବନ୍ଦ କରିବା। ଆଉ ଉପରେ ଟିକେ ପକେଇବା ଫ୍ରେଶ ଧଣିଆ ପତ୍ର। ଏ ରେସିପି ଖାଲି ପାଟିକୁ ସ୍ୱାଦିଷ୍ଟ ଲାଗିବନି, କାରଣ ଏଥିରୁ ପ୍ରଚୁର ମାତ୍ରାରେ ଆଇରନ୍, ଭିଟାମିନ୍ ଏ ଆଉ ଭିଟାମିନ୍ ସି ମିଳିଯିବ। ଯଦି ଆପଣଙ୍କ ରକ୍ତହୀନତା ସମସ୍ୟା ଥାଏ, ତେବେ ରେସିପି ଆପଣଙ୍କ ପାଇଁ ବହୁତ ସାହାଯ୍ୟ କରିବ। ପାଳଙ୍ଗ ଶାଗର ସ୍ପେଶାଲ ରେସିପି ରେଡି ହେଇସାରିଛି ସର୍ଭ ପାଇଁ। ଛୋଟ ପିଲାଙ୍କଠୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଇଏ ନିଶ୍ଚୟ ଭଲ ଲାଗିବ ଖାଇବା ପାଇଁ। ତ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଆଜିର ଏ ରେସିପି ଆପଣଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ। ପୁଣି ଆସିବୁ ନୂଆ ଏକ ରେସିପି ସହ। ନମସ୍କାର, ଜୟ ଜଗନ୍ନାଥ।